ଧ୍ୟାନ ଓ ପ୍ରାର୍ଥନା। ଜୁନ୍ 18, 1913। ତୋର ଅଭିମୁଖୀ ହେବା, ତୋ ସଙ୍ଗୀ ଏକ ହେବା, ତୋ ମଧ୍ୟରେ ଓ ତୋ ନିମିତ୍ତ ଜୀବନ ଧାରଣ କରିବା। ଏହା ହିଁ ପରମ ସୁଖ, ଅମିଶ୍ର ଆନନ୍ଦ ଓ ଅଖଣ୍ଡ ଶାନ୍ତି। ଏହାର ଅର୍ଥ ହେଉଛି ଅନନ୍ତଙ୍କୁ ପ୍ରତି ପ୍ରଶ୍ୱାସରେ ଗ୍ରହଣ କରିବା, ଶାଶ୍ୱତଙ୍କ ମଧ୍ୟରେ ଉଡ଼ି ବୁଲିବା, ଦେଶ ଓ କାଳକୁ ଅତିକ୍ରମ କରିବା। ତେବେ କାହିଁକି ମନୁଷ୍ୟ ଏହି ସୌଭାଗ୍ୟକୁ ଛାଡ଼ି ପଳାଏ? କାହିଁକି ସେ ସବୁକୁ ଭୟ କରେ? କି ଅଦ୍ଭୁତ ଏହି ଅଜ୍ଞାନ, ଯାହାକି ସକଳ ଦୁଃଖ କଷ୍ଟର ଉତ୍ସ। ଏହି ମୂଢ଼ତା କେଡ଼େ ଦୟନୀୟ, ଯାହାକି ମନୁଷ୍ୟକୁ ଠିକ୍ ସେହି ଜିନିଷରୁ ଦୂରରେ ରଖିଛି ଯାହା ତା ପାଇଁ ଆଣିଦିଅନ୍ତା ପରମ ସୌଭାଗ୍ୟ, ଏବଂ ତା ପରିବର୍ତ୍ତେ ଏହା ମନୁଷ୍ୟକୁ ଦାସ କରି ରଖିଛି ସାଧାରଣ ଜୀବନର ସଂଗ୍ରାମ ଓ ଦୁଃଖ କଷ୍ଟରେ ପରିପୂର୍ଣ୍ଣ ଏହି ଯନ୍ତ୍ରଣାଦାୟକ ପରୀକ୍ଷାଗାରରେ।